ଏଜ୍ରା ଅଧ୍ୟାୟ 8। ଅର୍ଥକ୍ଷେସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନ ବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ, ସେମାନଙ୍କର ବଂଶାବଳୀ ଏହି ଯଥା: ପିନ୍ହସର ସନ୍ତାନଗଣ ମଧ୍ୟରୁ ଗେର୍ସୋମ୍, ଇଥାମରର ସନ୍ତାନଗଣ ମଧ୍ୟରୁ ଦାନିଏଲ, ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୁସ୍, ସଖନିୟର ସନ୍ତାନଗଣ ମଧ୍ୟରୁ ପରିୟସର ସନ୍ତାନଗଣ ମଧ୍ୟରୁ ଜିଖରିୟ ଓ ପୁରୁଷମାନଙ୍କ ବଂଶାବଳୀ କ୍ରମେ ତାହା ସଙ୍ଗେ ଗଣିତ 150 ଜଣ। ପହତ ମୟାବ୍ର ସନ୍ତାନଗଣ ମଧ୍ୟରୁ ସରହିୟର ପୁତ୍ର ଇଲିହ ଐନୟ ଓ ତାହା ସଙ୍ଗେ 200 ପୁରୁଷ। ସଖନିୟର ସନ୍ତାନଗଣ ମଧ୍ୟରୁ ଜହସିଏଲର ପୁତ୍ର, ତାହା ସଙ୍ଗେ 300 ପୁରୁଷ। ଆଉ ଆଦିନର ସନ୍ତାନଗଣ ମଧ୍ୟରୁ ଜୋନାଥନର ପୁତ୍ର ଏବଦ ଓ ତାହା ସଙ୍ଗେ 50 ପୁରୁଷ। ପୁଣି ଏଲମର ସନ୍ତାନଗଣ ମଧ୍ୟରୁ ଅଥଲ୍ୟର ପୁତ୍ର ଜିସାୟ ଓ ତାହା ସଙ୍ଗେ 70 ପୁରୁଷ। ଆଉ ସଫଟିୟର ସନ୍ତାନଗଣ ମଧ୍ୟରୁ ମିଖାଏଲର ପୁତ୍ର ଶବ୍ଦିୟ ଓ ତାହା ସଙ୍ଗେ 80 ପୁରୁଷ। ଜୟାବ୍ର ସନ୍ତାନଗଣ ମଧ୍ୟରୁ ଜିହିଏଲର ପୁତ୍ର ଓବଦିୟ ଓ ତାହା ସଙ୍ଗେ 218 ପୁରୁଷ। ଆଉ ସଲୋମିତ୍ର ସନ୍ତାନଗଣ ମଧ୍ୟରୁ ଯୋସିଫିୟର ପୁତ୍ର ଓ ତାହା ସଙ୍ଗେ 160 ପୁରୁଷ। ପୁଣି ବେବର ସନ୍ତାନଗଣ ମଧ୍ୟରୁ ବେବର ପୁତ୍ର ଜିଖରିୟ ଓ ତାହା ସଙ୍ଗେ 28 ପୁରୁଷ। ଅସଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଯୋହାନନ ଓ ତାହା ସଙ୍ଗେ 110 ପୁରୁଷ। ଆଉ ଅଦୋନିକାମର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି: ଇଲିଫେଲଟ, ଜିୟୁଏଲ ଓ ସମୟ, ସେମାନଙ୍କ ସଙ୍ଗେ 60 ପୁରୁଷ। ଆଉ ବିଗବୟର ସନ୍ତାନଗଣ ମଧ୍ୟରୁ ଉଥୟ ଓ ସବୁଦ ଓ ସେମାନଙ୍କ ସଙ୍ଗେ 70 ପୁରୁଷ। ପୁଣି ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି, ଆଉ ସେଠାରେ ଆମ୍ଭେମାନେ ଛାଉଣି କରି 3 ଦିନ ରହିଲୁ। ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବିର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ। ତେବେ ମୁଁ ଇଲିଏସର, ଅରିଏଲ, ସମୟ ଓ ଇଲନାଥନ ଓ ଜାରିବ ଓ ଇଲନାଥନ ଓ ନାଥନ ଓ ଜିଖରିୟ ଓ ମସୁଲମ, ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଜୟାରିବ ଓ ଇଲନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। ଏଉତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦୋ ନିକଟକୁ ପଠାଇଲି। ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦୋକୁ ଓ ତାହାର ଭ୍ରାତୃଗଣ ନଥିନିୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି। ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର ଲେବିର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ 1 ଜଣ ପ୍ରବୀଣ ଲୋକକୁ, ପୁଣି ସେରେବିୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ 18 ଜଣକୁ, ଆଉ ହସବିୟ ଓ ତାହା ସଙ୍ଗେ ମରାରୀ ସନ୍ତାନଗଣ ମଧ୍ୟରୁ ଜିସାୟ, ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ 20 ଜଣକୁ, ଆଉ ଦାଉଦ ଓ ଅଧିପତିମାନେ ଯେଉଁ ନଥିନିୟମାନଙ୍କୁ ଲେବୀୟମାନଙ୍କ ସେବା କାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ 220 ଜଣ ନଥିନିୟ ଲୋକ ଆଣିଲେ। ଏ ସମସ୍ତଙ୍କ ନାମ ଲିଖିତ ହେଲା। ଏଉତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଆହାବ ନଦୀ ନିକଟରେ ଉପବାସର ଘୋଷଣା କଲୁ। କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା। ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେ ସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ସେ ସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି। ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ। ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ। ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ। ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ 12 ଜଣ ପ୍ରଧାନ ଲୋକଙ୍କୁ, ଅର୍ଥାତ୍ ସେରେବିୟ, ହସବିୟ ଓ ସେମାନଙ୍କ ସହିତ ସେମାନଙ୍କର 10 ଜଣ ଭ୍ରାତାଙ୍କୁ ପୃଥକ କଲୁ। ଆଉ ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ
आम्भमानक परमेश्वरक गृह निमंते जो रूपा ओ सुना ओ पात्र सबु उपहार रूपे प्रदान करथिले ताहा सेमानकु तौली देलु। मु सेमानक हस्तरे 650 तालंत रूपा ओ 100 तालंत रौप्यमय पात्र, 100 तालंत सुना, 1000 डारिक मूल्यर 20 स्वर्णमय पात्र, पुणी स्वर्ण तुल्य बहुमूल्य उत्तम उज्जवल पितलर 2 पात्र तौली देली। पुणी मु सेमानकु कहिली, तुमे माने सदाप्रभुଙ୍କ उद्देश्य पवित्र ओ पात्र सबु पवित्र, आउ एही रूपा ओ सुना तुम्भमानकु पितृगणर परमेश्वर सदाप्रभुଙ୍କ उद्देश्य स्वेच्छादत्त उपहार अटे। सदाप्रभुଙ୍କ जेरुसालेमस्थ गृहर कोठरी प्रधान याजक वर्गर ओ लेवीय मानकर ओ इस्राएलीय पितृवंशाधिपति मानकर साक्षातरे एहा सबु तौली न देवा पर्यंत तुमे माने सतर्क हुओ ओ एहा सबु रक्षा कर। तहिरे याजक माने ओ लेवीय माने आम्भमानक परमेश्वरଙ୍କ जेरुसालेमस्थ गृहକୁ आनिया पई सेही तौला रूपा ओ सुना ओ पात्र सकल ग्रहण कले। अनंतर आम्भेमाने जेरुसालेमକୁ यात्रा करिया निमंते प्रथम मासर 12 दिन अहबा नदी निकटरू प्रस्थान कलु। पुणी आम्भमानक परमेश्वरଙ୍କ हस्त आम्भमानकर सहाय ହେଲା, आउ पथ मध्यरे से शत्रु ओ छकी बसिवा लोक हस्तरू आम्भमानକୁ उद्धार कले। तहिरे आम्भेमाने जेरुसालेमरे उपस्थित होई सेठारे 3 दिन विश्राम कलु। तहु चतुर्थ दिन सेही रूपा ओ सुना ओ पात्र सकल आम्भमानक परमेश्वरଙ୍କ गृहरे तौला जाई उरिया याजकर पुत्र मरेमोत हस्तरे दियागला। ताहा संगे पिनहसर पुत्र इलियासर थिला, आउ सेमानक संगे जेसुआर पुत्र जोसाबद ओ बिनुईर पुत्र नोअदिय एही लेवीय माने थिले। समग्र द्रव्य गणित ओ परिमित होई दियागला ओ सेही समय सेही सबु ओजन लेखागला। निर्वाचनरू आगत बंदित्वर संतानगण समग्र इस्राएल निमंते इस्राएल परमेश्वरଙ୍କ उद्देश्य होमबलि रूपे 12 वृष, 96 मेष, 77 मेष शावक, पापार्थक बलि निमंते 12 छाग उत्सर्ग कले। एही सबु सदाप्रभुଙ୍କ उद्देश्य होमार्थक बलि थिला। एउतारे सेमाने नदी सेपारिस्थ राजप्रतिनिधि मानंकु ओ देशाध्यक्ष मानंकु राजाज्ञा पत्र समर्पण कले। तहिरे सेमाने लोकमानंकर ओ परमेश्वरଙ୍କ गृह कार्यर साहाय्य कले।